ମା ଯେପର୍ଯ୍ୟନ୍ତ ସଂସାରରେ ଆପଣ ଅଛନ୍ତି, ଆପଣ କେଉଁ ରୂପରେ ଆପଣ ସ୍ଥାନକୁ ଆସନ୍ତି ମୁଁ ନିଜେ ବି ଜାଣିନାହିଁ। ଆପଣ ଏପ୍ରିଲ 14 ତାରିଖ ପାଖରୁ ଆପଣଙ୍କର ସମସ୍ତ ପୂଜା ଭକ୍ତି ମାର୍ଗରେ ଭକ୍ତମାନଙ୍କ ବିପଦ ଖଣ୍ଡନ ପାଇଁ ଆପଣଙ୍କୁ ଜଣାଇଅଛି। ମା ଯେପର୍ଯ୍ୟନ୍ତ ଆପଣଙ୍କ ସ୍ଥାନରେ ଆପଣ ଥାଆନ୍ତି, ଆପଣ କାହିଁକି କେଉଁ ରୂପରେ ଆସନ୍ତି ମୁଁ ତ ଜାଣିନାହିଁ ମା। ତଥାପି ଆପଣ ଆପଣଙ୍କ ସୁରକ୍ଷା ବଳୟରେ ଆପଣଙ୍କ ସ୍ଥାନରେ ଆପଣ ଘଣ୍ଟ ଘୋଡ଼େଇ ରଖିଛନ୍ତି। ଯେଉଁ ଦୀପଶିଖା ଲିଭି ଯାଇଥିଲା ମା, ସିଏ ପୁଣି ଆପଣଙ୍କ ଆଜ୍ଞାରେ ପ୍ରଜ୍ୱଳିତ ହୋଇଅଛି। ମୁଁ ଜାଣିଥିଲି ସମସ୍ତ ଦୀପ ଆପଣଙ୍କ ସ୍ଥାନରେ ଚାଲି ଯାଇଛନ୍ତି। ଧର୍ମର ଜୟ ମା। ସତ୍ୟ ଆପଣ ସଂସାରରେ ସତ୍ୟ ନ୍ୟାୟ ଧର୍ମରେ ସଦା ସର୍ବଦା ସମସ୍ତ ଭକ୍ତମାନଙ୍କୁ ରକ୍ଷା କରିଛନ୍ତି। ମୁଁ ଜୀବନରେ ଧନ ସମ୍ପତ୍ତି କିଛି ମାଗି ନାହିଁ ମା। ଯେଉଁ ଭକ୍ତମାନେ ବିପଦ ପଡ଼ି ଆସୁଛନ୍ତି ସେମାନଙ୍କୁ ରକ୍ଷା କରନ୍ତୁ। ଧର୍ମର ଜୟ କରାନ୍ତୁ, ପାପୀମାନଙ୍କୁ ସଂହାର କରନ୍ତୁ, ଦୁଷ୍ଟମାନଙ୍କୁ ବିନାଶ କରନ୍ତୁ। ମା କୋଟି କୋଟି ପ୍ରଣାମ ସ୍ୱୀକାର ଚତୁଷ୍କୃତା ଏବଂ ନମୋ ନମାମି। ପ୍ରଭୁ ମାଲୋ, ତୁମ ମାୟାକୁ କେହି ରଚନା କରି ପାରିନାହାନ୍ତି, କି ରଚନା କରି କେହି ପାରିବେ ନାହିଁ। କୋଟି କୋଟି ତପସ୍ୟା କରି ସାଧୁସନ୍ଥମାନେ ଯାହା ଦେଖି ନାହାନ୍ତି, ଆପଣଙ୍କ ସ୍ଥାନରେ ଅସମ୍ଭବ ସମ୍ଭବ ଲୀଳା ଆପଣଙ୍କ ପୁତ୍ରକୁ ଆପଣ ଦର୍ଶନ ଦେଉଛନ୍ତି। ଯେଉଁ ଦୀପଶିଖା ଆପଣଙ୍କର ଲିଭି ଯାଇଥିଲା ପୁନର୍ଜୀବିତ ଆପଣଙ୍କ ସ୍ଥାନରେ ପ୍ରକଟିତ ହୋଇଅଛି। ମାଲୋ, ଆଜି ରବିବାର ମୁଁ ଯେଉଁ ଦୃଶ୍ୟ ଦେଖିଲି, ଏ ସଂସାର ମାନବମାନେ କେବେ ବିଶ୍ୱାସ କରିପାରନ୍ତି ନାହିଁ। ବହୁତ ବହୁତ ଅଲୌକିକ ଲୀଳା ମା ତୋଧମକୁ ଦର୍ଶନ କରାଇଛୁ। ମୁଁ ଆପଣଙ୍କ ସ୍ଥାନରେ କୋଟି କୋଟି ପ୍ରଣାମ ଜଣାଉଛି। ଆପଣ ସୃଷ୍ଟିକି ଆପଣ ରକ୍ଷା କରନ୍ତୁ, ଭକ୍ତମାନଙ୍କୁ ରକ୍ଷା କରନ୍ତୁ, ଚେତୁଆ ଭକ୍ତମାନଙ୍କୁ ରକ୍ଷା କରନ୍ତୁ, ଚେତୁଆ ଭକ୍ତମାନଙ୍କୁ ରକ୍ଷା କରନ୍ତୁ। ମା ସମସ୍ତ ଭକ୍ତମାନଙ୍କୁ ଘଣ୍ଟ ଘୋଡ଼େଇ ପଣତରେ ରଖନ୍ତୁ। ଆପଣ ଯେମିତି ଆପଣ ପଣତ ମଧ୍ୟରେ ଭକ୍ତମାନଙ୍କୁ ଘଣ୍ଟ ଘୋଡ଼େଇ ରଖିଛନ୍ତି, ଆପଣ ନିଜେ ବି ନିଜର ରୂପ ଅନୁସାରେ ସଂସାରକୁ ଦେଖାଇବା ପାଇଁ ଆପଣ ଘଣ୍ଟ ଘୋଡ଼େଇ ଭକ୍ତମାନଙ୍କୁ ରଖିଛନ୍ତି, ନିଜେ ଘଣ୍ଟ ଘୋଡ଼େଇ ରହିଛନ୍ତି।